ମାନେ ମୁଁ ଘରକୁ ଆସିଥିଲି ଆଉ ଘରେ ମୋ ଦାଦା ପୁଅକୁ ଧରି ଟିକେ ଭାବିଲି ଚାଲ କୁନି ଭାଇକି ଆଜି ଟିକେ ନେଇକି ଟିକେ ବୁଲି ଆସିବା। ଓହୋ ସେ ରୋଡ଼ ଉପରେ ଯାହାକି ହେଉଥିଲା ଛେଳି କୁକୁର ସାଇକେଲ ଗାଡ଼ି ମାନେ କାହାକୁ ଛାଡ଼ୁନଥାଏ। ଭାବୁଛି ଏଇଟା ମୋ ଜେଜେ ରାସ୍ତା। ବୁଲି ବୁଲି ତାକୁ ବହୁତ କଷ୍ଟରେ ଘରକୁ ନେଇକି ଆସିଲି। ଘରେ ଦେଖିଲି ପୁଚୁକିର ମୋ ପୁଅର ପୁରା ସୁନା ହେଇକି ଖେଳୁଛନ୍ତି। ତାପରେ ସେଟା କାଠି ଧରି ବାଇକ୍ ଭିତରେ ତେଲ ଟାଙ୍କି ଭିତରୁ ପୁରଉଛି। ତାକୁ ଯେତେ ତେଲେଇ ମାଗିଲି ଧନ ଦେ ଜମା ଦେଲାନି। ବହୁତ କଷ୍ଟରେ ତାକୁ ଗେହ୍ଲେଇ ଡାକିଲି। ମୁଁ କହିଲି ଆସ ଗୋଟେ ଭିଡ଼ିଓ କରିବା। ସେଠୁ ପାଖକୁ ଡାକି ଗେହ୍ଲା ଫେଲା କଲି ହସିବାକୁ କଲି ଟୋକା ତ ଜମା ହସୁନଥାଏ ଏତେ ବାଳୁଙ୍ଗା ଯେ କୁହନି। ସେଠୁ ବହୁତ କଷ୍ଟରେ ତାକୁ ହସେଇ ସାରି ଖାଇକି ଶୋଇପଡ଼ିଥିଲୁ। ଶୋଇକି ଉଠିକି ମୁଁ ରେଡ଼ି ହେଇଥିଲି ଆମ ମିଷ୍ଟର ଯାଇଥିଲେ ମୋତେ ଆଣିବା ପାଇଁ। ଆଉ ଯେଉଁ ଶାଶୁ ଘରକୁ ପଳେଇ ଆସିଥିଲି। ବାଟରେ ଆସିଲା ନାନା ଘର ପଡ଼ିଥିଲା। ନାନାଙ୍କ ଘରେ ଦୋଳି ଲାଗିଥିଲା ସାଇ ଟିକେ ଝୁଲୁଥିଲା। ତାପରେ ତାଙ୍କର ଗୋଟେ କୁନି ଝିଅ ଥିଲା ତାକୁ ଟିକେ ଗେହ୍ଲା କରିଦେଇଥିଲି। ତାପରେ ସିଏ କହିଲା ମୁଁ ବସି ବସି ବୋର୍ ହେଇଗଲିଣି। ଛୋଟ ପିଲା ନା କେତେ ବସିବ ତାକୁ ସମସ୍ତେ ଧରିକି ବୁଲୁଥାନ୍ତି ଖାଲି। ତାକୁ ଟିକେ ବୁଲେଇ ଆଣିବେ ବୋଲି ଭାବିଲେ ସେ ତାଙ୍କର ବୁଲେଇ ନେଇଗଲେ। ବୁଲେଇ ନେଇ ସାରି ଆମେ କହିଲୁ ଘରକୁ ପଳେଇବା ଟିକେ ବୁଲିବାଲିକି ଘରକୁ ପଳେଇ ଆସିଲୁ। ଘରେ ଆସି ପହଞ୍ଚି ଯାଇଥିଲି ବାଏ।